ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି, ଶୀତ ଋତୁର ସମାପ୍ତି ଏବଂ ମାଘ ମାସର ଶସ୍ୟ ଅମଳର ଋତୁକୁ ସ୍ୱାଗତ ଜଣାଇ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ଖୁବ୍ ଧୁମଧାମରେ ପାଳନ ହୋଇଥାଏ ସର୍ବଭାରତୀୟ ପର୍ବ ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ, ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, କ୍ଷୀର ଆଦି ଭିନ୍ନ ଭିନ୍ନ ପ୍ରକାରର ସୁସ୍ୱାଦୁ ଜିନିଷ ସବୁ ମିଶି ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୁଏ ଏବଂ ଗୃହ ଦେବତାଙ୍କୁ ଓ ଧାନ ଖଳାରେ ଭୋଗ ଲଗାଯାଇଥାଏ। ଏହି ଭୋଗ ସାରା ଓଡ଼ିଶାରେ ମକର ଚାଉଳ ନାମରେ ପରିଚିତ। ଏହା ଖାଇବାକୁ ବହୁତ ଟେଷ୍ଟି ଯେ। ଓଡ଼ିଶାରେ ବିଶେଷ କରି ମୋ ଘର ଥିବା ମୟୂରଭଞ୍ଜରେ ମକର ପାଳନର ଢଙ୍ଗ ଟିକେ ନିଆରା। ଆମ ଅଞ୍ଚଳ ଏକ ଆଦିବାସୀ ପ୍ରଧାନ ଅଞ୍ଚଳ। ଏହି ଅଞ୍ଚଳରେ ବାସ କରୁଥିବା କୁଡ଼ୁମି ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥାନ୍ତି ଏବଂ ଟୁସୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ। ମକର ସଂକ୍ରାନ୍ତି ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ପିଠାପଣା ଯେପରି ଆରିସା ପିଠା, ପୋଡ଼ପିଠା ଆଉ ଲେଠ ପିଠା ସମସ୍ତଙ୍କର ହୋଇଥାଏ ଏବଂ ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରିକି ବୁଢ଼ା ବୁଢ଼ୀ ସମସ୍ତେ ଗାଧୋଇ ସାରିକି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ବିଭିନ୍ନ ପ୍ରକାରର ଲୋକ ସଙ୍ଗୀତ, ନାଚ, ଗୀତ, ଭୋଜି ଭାତ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ପାଳିଥାନ୍ତି। ଆମ ଘରେ ସଂକ୍ରାନ୍ତି ଦିନ ସର୍ବପ୍ରଥମେ ଗାଧୁଆ ପାଧୁଆ ସାରି ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ ଲଗା ହେଇଥିଲା ଏବଂ ମକରରେ ହେବାକୁ ଥିବା ହୋମ ପାଇଁ ସବୁ ପ୍ରସ୍ତୁତି ସରିଥିଲା। ସେପଟେ ମୁଁ ମୋର କାମ ସାରି ମକର ଚାଉଳ ଟିକେ ଖାଇ ଦେଇଥିଲି ଏବଂ ଦେଖିଲି ମା ପ୍ରସ୍ତୁତ କରି ରଖିଛନ୍ତି କ'ଣ ବନ୍ଧାକୋବି ଆଉ ପୁରୀ ତରକାରୀ। ଏଇ ଟେଷ୍ଟି ଟେଷ୍ଟି ତରକାରୀ ସବୁ ଖାଇକି ମୁଁ ତ ମୋର ମକରକୁ ବଢ଼ିଆ ସେ ଏନ୍ଜୟ କଲି। ଆପଣମାନେ କେମିତି କ'ଣ ଏନ୍ଜୟ କଲେ କମେଣ୍ଟରେ ନିହାତି କହିବେ। ଆଉ ଯଦି ମୋର ଭିଡ଼ିଓ ଭଲ ଲାଗୁଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ।